কালিয়ারে মন বলি তোর কিছু নাই, কালিয়ারে মন বলি তোর কিছু নাই, মনকু তোর গোপ গোপালুণী, মনকু তোর গোপ গোপালুণী রাধিকা নেইছি পুଣି কালিয়ারে মন বলি তোর কিছু নাই, কালিয়ারে মন বলি তোর কিছু নাই, মনকু তোর গোপ গোপালুণী, মনকু তোর গোপ গোপালুণী রাধিকা নেইছি পুଣି কালিয়ারে কালিয়ারে মন বলি তোর কিছু নাই। ଯୁଗରେ ଦେଖ ଏ ନାନୀ ଭଗବାନ କାହିଁ ହେଲା ଯେ ଆଜି ଅଧା ଘଡା ହେଇକରି ରହିଗଲେ। ଭଗବାନଙ୍କର ଆଖିର ପତା ନେଇନ, ଭଗବାନଙ୍କର ପାଦ ନେଇନ, ଭଗବାନଙ୍କର ହସ୍ତ ନେଇନ, ଭଗବାନଙ୍କର କର୍ଣ୍ଣ ନେଇନ। ଆଜି ସେଇ ପ୍ରଭୁ ଜଗତର ନାଥ ଜଗନ୍ନାଥ ସମସ୍ତେ କହୁଛନ୍, ସମସ୍ତେ ଏତେ ପାପି ତାପି ସମସ୍ତେ ଅଛ ମୋର ପାଖରେ ଆଶ୍ରୟ ନିଅ, ଆଉ ଇ ପାପରୁ ତୁମେ ମୁକ୍ତି ହିଅ। ସେଥିପାଇଁ ଭଗବାନ ସମସ୍ତଙ୍କୁ ଡାକୁଛନ୍, ଆସ ମୋ ପାଖରେ ସମସ୍ତେ ମତେ ସ୍ନେହ କର ଆଉ ମୁକ୍ତି ପାଅ ବୋଲି। ନନି ହୋ ଶୁଣବ, କାଲିଆରେ ମନ ବୋଲି ତୋର କିଛି ନାହିଁ, କାଲିଆରେ ମନ ବୋଲି ତୋର କିଛି ନାହିଁ, ମନକୁ ତୋହର ଗୋପ ଗୋପାଲୁଣୀ, ମନକୁ ତୋହର ଗୋପ ଗୋପାଲୁଣୀ ରାଧିକା ନେଇଛି ପୁଣି କାଲିଆରେ ମନ ବୋଲି ତୋର କିଛି ନାହିଁ, କାଲିଆରେ ମନ ବୋଲି ତୋର କିଛି ନାହିଁ, କାଲିଆରେ ମନ ବୋଲି ତୋର କିଛି ନାହିଁ, କାଲିଆରେ ମନ ବୋଲି ତୋର କିଛି ନାହିଁ। সত্য যুগরে গজ হস্তরে সত্য যুগরে গজ হস্তরে গজ রক্ষা নিমন্তে চক্রে সেই মনকু তোহর গোপ গোপালুণী, মনকু তোহর গোপ গোপালুণী রাধিকা নেইছি পুଣି কালিয়ারে মন বলি তোর କିଛି ନାହିଁ, কালিয়ারে মন বলি তোর କିଛି
ଯୁଗରେ ଦିନେ ଗଜ ବୋଲନ୍ତେ ହାତୀ ପାଣି ପିଇବା ପାଇଁ ପୋଖରୀକୁ ଯାଇଛି। ତ ପୋଖରୀ ଭିତରେ ଗୋଟେ ମଗର ହାତୀର ଗୋଡକେ ଧରିକରି ଖାଇମି ବୋଲିକି ଚିନ୍ତା କରେ। ତ ରକ୍ଷା କର ପ୍ରଭୁ, ରକ୍ଷା କର ପ୍ରଭୁ, ରକ୍ଷା କର। ଭଗବାନ ବୈକୁଣ୍ଠରେ ଶୋଇ କରି ସେ ଗଜର ଡାକ ଶୁଣିଥିଲେ ଆଉ ଆସିକରି କୁମ୍ଭୀରକୁ ବଧ କଲେ, ଗଜକୁ ରକ୍ଷା କଲେ। ତ କୁମ୍ଭୀର ଅଭିଶାପ ଦେଲା ପ୍ରଭୁ, ପ୍ରଭୁ ମୁଇଁ ହଉଛେ ନିରୀହ ଜୀବ, ଯାହାର ଖାଦ୍ୟ ତ ସେ ଯୋଗାଣ କରବା, ମୋର ଖାଇବାଟା ତ ମୁଇଁ ଯୋଗାଣ କରୁଥିଲି, ତୁମେ କିନ୍ତୁ ତାର ଡାକ ଶୁଣିକରି ତୁମେ ମତେ ବଧ କଲ। ଯ ମୁଇଁ ତମକୁ ଅଭିଶାପ୍ୟ ଦଉଛେ, ମୋର ଅଭିଶାପ୍ୟ କାରଣରୁ ତୁମେ କଲି ଯୁଗରେ ତୁମର କର୍ଣ୍ଣ ନେଇଥିଲ। ତାପରେ ଆସିଗଲା ତ୍ରେତୟା ଯୁଗ। ତ୍ରେତୟା ଯୁଗରେ ବାଲିଙ୍କୁ ଲୁଚି ଲୁଚି ପ୍ରଭୁ ରାମଚନ୍ଦ୍ର ମାରିଥିଲେ। ବାଲିର ପତ୍ନୀ କିଏ ଥିଲେ ଜାଣିଛ? ତାରା। ତାରା ଅଭିଶାପ୍ୟ ଦେଲେ, ମୋର ସ୍ୱାମୀକୁ ତୁମେ ବିନା ଦୋଷରେ ମାରିଛ, ଯେନ ହସ୍ତରେ ମାରିଛ ପ୍ରଭୁ, ତୁମର ହସ୍ତଟା କଲି ଯୁଗରେ ନେଇଥିବା। ତାପରେ ଦ୍ୱାପର ଯୁଗ। ଦ୍ୱାପର ଯୁଗରେ ଭୀମ ଏବଂ ଦୁର୍ଯ୍ୟୋଧନର ବିଶାଳ ଯୁଦ୍ଧ ଚାଲୁଥିଲା। ତ ଗଦା ଯୁଦ୍ଧରେ କେହି କାହାଠାରୁ କମ ନେଇନ। ତ ଭଗବାନ ଶ୍ରୀକୃଷ୍ଣ ଆଖି ଠାରିଦେଲେ, କେବଳ ଦୁର୍ଯ୍ୟୋଧନଙ୍କର ତାର ଜାଙ୍ଘରେ ଏକା ଜୀବନଟା ଅଛି, ସେ ଜଙ୍ଘାରେ ତୁ ଯଦି ପ୍ରହାର କରିବୁ ବୋଲେ ନିଶ୍ଚିନ୍ତ ଭାବରେ ତାର ମୃତ୍ୟୁ ହେବା। ତ ସେହି ପ୍ରକାର ଯେତେବେଳେ ଆଖି ଠାରି ଦେଇଥିଲେ, ଦୁର୍ଯ୍ୟୋଧନ ଅଭିଶାପ ଦେଲା କୃଷ୍ଣଙ୍କୁ ଯେ ପ୍ରଭୁ ତୁମେ ଯେନ୍ ଆଖି ଠାରିଦେଲ ବୋଲି ଆଜି ମୋର ମୃତ୍ୟୁବରଣ ହେଲା, କଲି ଯୁଗରେ ତୁମର ଆଖି ନେଇଥିବା। ସତ୍ୟ ଯୁଗରେ ରାଜା ବଳି ପାତାଳ ଚାପିକି ଥିଲେ, 3 ପାଦ ଦାନ ମାଗି କଲେ। ତ ବଳି ରାଜା ଅଭିଶାପ ଦେଲା ଯେ ତୁମର ଗୋଡ ନେଇଥିବା। ଏନ୍ତା କରି କରି ଭଗବାନଙ୍କର ହାତ ଗୋଡ ଆଖି ନାକ କାନ କିଛି ନେଇନ। ଏହିପରି ଜାଣ ଏ ପୁରାଣ ବିଧାନ, କ୍ଷମା କର ହିତ ଭାଜନ। ଏହିପରି ଜାଣ ଏ ପୁରାଣ ବିଧାନ, ବୁଝିଲେ କ୍ଷମା କର ହିତ ଭାଜନ। ମନକୁ ତୋହର ଗୋପ ପାଲୁଣି, ମନକୁ ତୋହର ଗୋପ ପାଲୁଣି, ରାଧିକାଲେ ପୁଣି କାଲିଆରେ ମନ ବୋଲି ତୋର କିଛି ନାହିଁ, କାଲିଆରେ ମନ ବୋଲି ତୋର କିଛି ନାହିଁ। ସମସ୍ତଙ୍କର ଅଭିଶାପ୍ୟ ପଡିଗଲା ଭଗବାନଙ୍କୁ। ଭଗବାନ ଏଇ କଲି ଯୁଗରେ ତାଙ୍କର ନିଜସ୍ୱ ଇଚ୍ଛାରେ ଜଗତର ନାଥ ଜଗନ୍ନାଥ ଅଧାଗଡା ହେଇକରି ରହିଗଲେ। ଭଗବାନ ଶ୍ରୀକୃଷ୍ଣଙ୍କୁ ଯେତେବେଳେ ତାଙ୍କର ଯଦୁବଂଶ କକୁଆ ଭୟରେ ସମସ୍ତେ ବିନାଶ ହେଲେ, ଶିଆଳି ଲତା ତଳେ ଶୋଇଥିଲେ। ଦିନେ ସୁମନ୍ତ ଶବର ଆସିକରି ଭଗବାନଙ୍କୁ ମାରି ଦେଇଛି। ଦେଖିଦେଲା ଯେ ଭଗବାନ ଶ୍ରୀକୃଷ୍ଣଙ୍କର ପାଦରେ ତାଙ୍କର ଶରଟା ବିଦ୍ଧ ହେଇଛି। ତ ସୁମନ୍ତ ଶବର କାନ୍ଦି କାନ୍ଦି କରି ଭଗବାନଙ୍କୁ କହିଛନ୍ତି, ମତେ କ୍ଷମା କରିଦେ ରେ, ଭଗବାନ ମତେ କ୍ଷମା କରିଦେ। ক্ষমা নাই কলে ই ঘোর জঙ্গলে, ক্ষমা নাই কলে ই ঘোর জঙ্গলে,
सुदर्शन मोड़ काटी दे मते क्षमा करी दे भगवान मते क्षमा करी दे मते क्षमा करी दे भगवान मते क्षमा करी दे मते क्षमा करी दे भगवान मते क्षमा करी दे समाई कले घोर जंगले समाई कले घोर जंगले सुदर्शन मोड़ काटी दे मते क्षमा करी दे भगवान मते क्षमा करी दे मते क्षमा करी दे भगवान मते क्षमा करी दे सबर जाति तते पढ़े मुरुख मुई तो सबर जाति तते पढ़े मारे महाबली चिन्हि पारिनी मारे महाबली चिन्हि पारिनी सब बिंदी देली तोर पद पाए मते क्षमा करी दे भगवान मते क्षमा करी दे मते क्षमा करी दे भगवान मते क्षमा करी दे सुमंत सबरंकर हस्ତରେ भगवान श्रीकृष्ण मृत्युवरण कले कीर्तन ननी हो तो सुमंत सबर क्षमा मागुचे भगवान को काय बोली गो तो भगवान सुमंत सबर को कहले बाबू सुमंत इने तोर दोष नहीं न नाही न इटा पूर्व जन्मर कर्म बल रे मुई ई पापटा मते भोगवा के पड़ुचे हां हां भगवान हेले भी विधि विधान त समस्तंकर लागि समान नाय गो तोर बापा बाली को मुई मारी थिली बडी करी ई जन्म रे तू मते मारी करी तोर पितृऋण र उधार छुटी छ हां हां तो यहाँ दे इंद्रप्रस्थ रे मोर सखा अर्जुन अछन तू उछर निकरी कर अर्जुन के डाकिया हां हां तो सुमंत सबर अर्जुन को डाकी गला भगवान श्री कृष्ण अर्जुन के कहले हे अर्जुन हां तुम्हें मते मला बेले टिके आलिंगन कर तुमको छुईले मोर जीवन टिके सार्थक हेबे तो यही प्रकार भगवान श्री कृष्ण 16 कला के छणे नहीं थिले तो अर्जुन मना करूछन कृष्ण को मोर भाई धर्म युधिष्ठिर मते मना करिछन जे मला समय रे तुमे कृष्ण को नै छेबो काहे जे मना करिथिले भगवान श्री कृष्ण अर्जुन को 6 कला देथिले तो से कलाटा छणे नेबे बोली कर युधिष्ठिर जानिथिले तो भगवान श्री कृष्ण कहले जे अर्जुन तुमर ए धनु के लमे दियो धनु के छी करे हेले मोर जीवन शांति पाओ हां हां तो मोरबा बेले तमे मोके कहे जे छाणी कर जो छ तो जेते बेले धनु को लमे दैछन अर्जुन सब कला को भगवान श्री कृष्ण नहीं गले तांकर मृत्यु हे गला ए ननी तो सेनु काना हेला आगो सही ठारू सुजन सुन प्रभु देखो से नारायण हो से नारायण
ସେହିଟାରେ ସୁଜଣ ଶୁଣ ପ୍ରଭୁ ଦେଖ ଶ୍ରୀ ନାରାୟଣ ଶ୍ରୀ ନାରାୟଣ ଘର ହୋଇ ନିର୍ମିତ ହୋଇଲେ ଘର ହୋଇ ନିର୍ମିତ ହୋଇଲେ ଉଦୟ କହୁଛି ପୁରାଣ ଜ୍ଞାନ ମତେ କ୍ଷମା କରିଦେ ଭଗବାନ ମତେ କ୍ଷମା କରିଦେ ମତେ କ୍ଷମା କରିଦେ ଭଗବାନ ମତେ କ୍ଷମା କରିଦେ ଆଜି ସବୁ ଜଗନ୍ନାଥର କଥା ମାନେ ପଡେ ନମସ୍କାର ବାବା ଆଇଲ ଜଗନ୍ନାଥ ବଳଭଦ୍ର ସୁଭଦ୍ରାର ରଥରେ କେତେ କେତେଟା ଚକା ନନି ହୋ ତ ପୁରୀର ଉତ୍କଳର ରାଜା ଥିଲେ ଇନ୍ଦ୍ରଦ୍ୟୁମ୍ନ ଇନ୍ଦ୍ରଦ୍ୟୁମ୍ନকে ସ୍ୱପ୍ନ ହେଲା ଯେ ହେ ରାଜା ଇନ୍ଦ୍ରଦ୍ୟୁମ୍ନ ମୋର କୃଷ୍ଣ ଅବତାର ଶେଷ ହେଲା ଆଜିଠାରୁ ଏଇ ନୀଳାନ୍ଦ୍ରି ଧାମରେ କଳି ଯୁଗରେ ମତେ ଜଗନ୍ନାଥ ରୂପରେ ପୂଜା କରେ ତ ଇନ୍ଦ୍ରଦ୍ୟୁମ୍ନ ଭଗବାନଙ୍କର ପାଇଁ ମନ୍ଦିର ତୁଳନା କଲେ ଆଉ ମନ୍ଦିରକୁ ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମାଙ୍କୁ ନିମନ୍ତ୍ରଣ କରିବାକୁ ତ ବ୍ରହ୍ମା ଯେତେବେଳେ ଠିକ ଅଛି ମୁଁ ତମର ମନ୍ଦିର ପ୍ରତିଷ୍ଠା କରି ଯିମି ବୋଇଲେ ତ ଇନ୍ଦ୍ରଦ୍ୟୁମ୍ନ ସ୍ୱର୍ଗରୁ ମର୍ତ୍ତକେ ଆସିବାର ପର୍ଯ୍ୟନ୍ତ 200 ବର୍ଷ ବିତି ଯାଇଥିଲା ଇନ୍ଦ୍ରଦ୍ୟୁମ୍ନର ଯେତେ ସ୍ତ୍ରୀ ପିଲା ଛୁଆ ସମସ୍ତେ ମରି ଯାଇଥିଲେ ତ ସେଇ ସମୟରେ ସ୍ୱର୍ଗରୁ ପୁଣି ବ୍ରହ୍ମା ଆସିଥିଲେ ଆଉ ତାଙ୍କୁ ରାଜା ଭାବରେ ପରିଚିତ କରାଲେ ସେ ସମୟରେ ଇନ୍ଦ୍ରଦ୍ୟୁମ୍ନ ସ୍ୱର୍ଗରୁ ମର୍ତ୍ତକେ ଆସିବା ପର୍ଯ୍ୟନ୍ତ ଉତ୍କଳର ରାଜା ଥିଲେ ଗାଳ ମାଧବ ଲଳିତ ମାଧବ ତାଙ୍କର ନାମ ଥିଲା ତ ଭଗବାନଙ୍କର କଥା ବିଶ୍ୱାସ ନିକଲା ବୋଲି ଭଗବାନ ଜଗନ୍ନାଥ ତାଙ୍କୁ ଗାଳ ମାଧବ ବୋଲି ପରିଚିତ କଲେ ଏହି ପ୍ରକାର ଭଗବାନ ଅଧା କଳା କରି ପୁରୀ ଶ୍ରୀକ୍ଷେତ୍ରରେ ପୂଜା ଖାଉଛନ୍ତି ଆଉ ଆଜି ତାଙ୍କର ପବିତ୍ର ରଥଯାତ୍ରା ଭଗବାନଙ୍କର ରଥର ନାମ ହେଲା ନନ୍ଦିଘୋଷ ନନ୍ଦିଘୋଷରେ 16 ଚକା ଲାଗିଥାଏ ତାପରେ ମା ସୁଭଦ୍ରାଙ୍କର ରଥ ହେଲା ଦେବଦଳନ 16 14 12 ପ୍ରଭୁଙ୍କର ରଥରେ 16 ବଳଭଦ୍ରଙ୍କର ରଥରେ 14 ଏବଂ ସୁଭଦ୍ରାଙ୍କର ରଥରେ 12 ଏନ୍ତା କରି 16 14 12 ଚକା ତାଲ ଧ୍ୱଜ ଏହି ପ୍ରକାର 3ଟା ରଥ ଭଗବାନଙ୍କର ଗଡ଼ିଥାଏ ଇହାଦେ ଆଉ କେନ୍ଟା କହ আর সেটা কহ